ପ୍ରିୟ ଆତ୍ମନ୍, ଭୂତ ଏବଂ ପ୍ରେତ ବାସ୍ତବରେ ନାହାନ୍ତି, ମାତ୍ର ସଂସାରରେ ଏମାନଙ୍କ ପ୍ରଭାବ ଦେଖିବାକୁ ମିଳେ। ଏହାର କାରଣ କଳ୍ପନା, ଅନ୍ଧବିଶ୍ୱାସ ଏବଂ ଭୟ। ଭୂତ ଏବଂ ପ୍ରେତକୁ ପୂଜା କରି କେତେ ଜଙ୍ଗଲୀ ଜାତି ସତରେ କେବେ କେବେ କିଛି ନା କିଛି ସଫଳ ହେବାର ଦେଖାଯାଇଛି। କଥା ହେଲା, ଫଳ ମିଳେ ନିଜ ବିଶ୍ୱାସରୁ, ମାତ୍ର ମୂର୍ଖ ଲୋକ ଜାଣନ୍ତି ଗଛରେ ଥିବା ଭୂତ ବା ବ୍ରହ୍ମର କୃପା। ଏବେ ପ୍ରଶ୍ନ ଉଠୁଛି, ଭୂତ ମିଛ ହଉ ବା ନ ହଉ, ଯଦି ତାଙ୍କୁ ବିଶ୍ୱାସ କରିବାରେ ଆମର ଲାଭ ହେଲା ତ ବିଶ୍ୱାସ କାହିଁକି ନ କରିବୁ? ମାତ୍ର ଏହା ଠିକ୍ ନୁହେଁ। ଭୂତକୁ ମାନିଲେ କ୍ଷତି ବେଶୀ, ଲାଭ କମ୍। ଭୂତକୁ ମାନି ଭୂତଙ୍କ ଉପରେ ବିଶ୍ୱାସ କରି ଲୋକେ ଯେତେ ବେମାର ପଡ଼ନ୍ତି, ମରନ୍ତି ଏବଂ ଠକନ୍ତି, ଏହା ଶତାଂଶ ମଧ୍ୟ ଭୂତଙ୍କ ଠାରୁ ଲୋକେ ଉପକାର ପାଆନ୍ତି ନାହିଁ। ଏଇ ମିଛ ଭୂତର ପ୍ରତିନିଧି ଗୁଣିଆ ଅଝାମାନେ ଏଇ ମୂର୍ଖମାନଙ୍କୁ ପ୍ରତିଦିନ ଡରାନ୍ତି। ଭୂତ ଏଠାରେ ପୂଜା ମାଗୁଛି, ଏହା କର, ଏହା ନିଅ, ନହେଲେ ଭୂତ ରୁଷ୍ଟ ହୋଇଯିବେ, ତୁମକୁ ମାରିଦେବେ। ମଣିଷ ଡରି ଡରି ଦେଇ ଆସୁଛି। ଦେଲାବାଲା ଯେତେ ଦେଉଛି, ଗୁଣିଆର ଦାବି ବଢ଼ି ବଢ଼ି ଯାଉଛି। କେତେ ବା କିଏ ଦେବ? ଯେତେବେଳେ ଦେଇ ନପାରେ, ଭୂତର ପ୍ରତିନିଧି କହେ କି ଏବେ ତୁମକୁ ସେ ବେମାରରେ ପକାଇବ, ତୁମକୁ, ତୁମର ପଶୁକୁ, ତୁମର ପିଲାମାନଙ୍କୁ ମାରି ପକାଇବ। ଭୂତକୁ ମାନିବା ବାଲା ଏଥିରେ ଡରିଯାଆନ୍ତି। ମନୁଷ୍ୟର ଏହା ସ୍ୱଭାବ ଯେ ଯେଉଁ ବସ୍ତୁକୁ ଯିଏ ଯେତେ ଡରେ ସେ ତା'ର ଭାବନା ସେତେ ବେଶୀ କରେ। ଭାବନାର ପ୍ରଭାବ ତା ଶରୀର ଏବଂ ବାହାର ପରିସ୍ଥିତି ଉପରେ ପଡ଼ି ରହେ ନାହିଁ। ଭାବନାର ପ୍ରଭାବ ଉପରେ ସଦ୍ଗୁରୁଦେବ ବହୁ ବହିରେ ଲେଖିସାରିଛନ୍ତି, ମୁଁ ମଧ୍ୟ ବହୁ ଭିଡ଼ିଓରେ କହିସାରିଛି। ତେଣୁ ଏହିପରି ଭୂତ ଭକ୍ତଙ୍କର ଅଧିକ କ୍ଷତି ଏବଂ ଲାଭ କମ୍ ହୋଇଥାଏ। କାହାରି ସହିତ ଝଗଡ଼ା ହେଲେ ସେ ଧମକାଏ କି ମୁଁ ତୁମ ଉପରେ ଭୂତ ଛାଡ଼ିଦେବି। ଶତ୍ରୁ ଜଣେ ଗୁଣିଆକୁ ଡାକେ ତ ଭୂତକୁ ମାନିବା ବାଲାର କଲିଜା କମ୍ପି ଉଠେ। ଭୂତ ମାନୁଥିବା ଲୋକ ଭାବେ ଯେ ଆଜି ଶତ୍ରୁ ମୋ ଉପରେ ନିଶ୍ଚୟ ଭୂତ ଛାଡ଼ିବ। ଭୂତ ଆସିବ ଏବଂ ଆମ ଘରେ ସମସ୍ତଙ୍କୁ ମାରିଦେବ। ସେ ଡରି ମରି କମ୍ପେ ଏବଂ ଡର ଅବସ୍ଥାରେ ବାରମ୍ବାର ଭୂତ ଭାବନାରେ ସତରେ ବେମାର ପଡ଼ିଯାଏ। ତାପରେ ସେ ନିଜେ ଏବଂ ତା'ର ଘର ଲୋକ ମାସ ମାସ ଧରି ଅନେକ ପ୍ରକାର କଷ୍ଟ ପାଆନ୍ତି ଏବଂ କାନ୍ଦନ୍ତି, କେତେ ବି ମରନ୍ତି। ତାପରେ ଏହି ଡରକୁଳିଆ ପାଇଁ ଅନ୍ୟ ଗୁଣିକୁ ମଧ୍ୟ ଡାକିବାକୁ ପଡ଼େ। ସେ ଭୂତକୁ ଦୂରେଇବା ବାହାନାରେ ଖୁବ୍ ଠକାଏ। ଥରେ ଥରେ ଭୂତ ପୂଜା ପଛରେ ଏତେ ଋଣ ହୋଇଯାଆନ୍ତି ଯେ ତା'ର ଘରଦ୍ୱାର ବିକ୍ରି ହୋଇଯାଏ। ଭୂତ ମାନିବା ବାଲାକୁ ରାସ୍ତାରେ ଭୂତ ଦେଖାଦିଏ ଏବଂ ଅପେକ୍ଷା କରେ। ରାତିରେ ଶୋଇବା ବେଳେ ସ୍ୱପ୍ନରେ ସେ ଲୋକର ଛାତିରେ ଭୂତ ସବାର ହୋଇଯାଏ ଏବଂ ଭୟ ଦେଖାଏ। କେବେ କେବେ ଗଳା ମଧ୍ୟ ଦବାଇ ଦିଏ। ସ୍ୱପ୍ନରେ ଅନେକ ପ୍ରକାରର ପୂଜା ମାଗେ। ପୂଜା ଦେଇ ନ ପାରିଲେ ରାଗିଯାଏ, ଅନେକ ପ୍ରକାର କଷ୍ଟ ଦିଏ। ମାତ୍ର ଯାହାର ଦୃଢ଼ ବିଶ୍ୱାସ ଅଛି ଯେ ଭୂତ ନାହିଁ, ତା'ର ସେ ଭୂତ କିଛି କରିପାରେ ନାହିଁ। ତାକୁ ନା ପୂଜା ମାଗେ, ନା ଡରାଏ, ନା କାହାରି ପ୍ରେରଣାରେ ତା ପାଖକୁ ଭୂତ ଯାଏ। ତେଣୁ ଭୂତକୁ ନ ମାନିବା ବାଲା ହିଁ ମଜାରେ ରୁହେ। ଥରେ ସଦ୍ଗୁରୁଦେବ 4-5 ଜଣ ଭୂତଙ୍କ ପ୍ରତିନିଧି ବା ଗୁଣିଆଙ୍କୁ ଡାକି କହିଲେ, ସେମାନେ କହିଲେ କି ଆପଣଙ୍କ ଭଳି ବ୍ରାହ୍ମଣଙ୍କ ପାଖକୁ ଭୂତ ଯାଇପାରିବ ନାହିଁ। କିନ୍ତୁ ଗୁଣିଆଙ୍କ ମଧ୍ୟରେ ଜଣେ ବ୍ରାହ୍ମଣ ମଧ୍ୟ ଥିଲେ। ତ ସଦ୍ଗୁରୁଦେବ କହିଲେ, ବ୍ରହ୍ମକୁ ଲଗାଅ ଯେ ମୋତେ ଦୁଃଖ ଦେଉ। ସେ କହିଲେ ଯେ ମୋ ପ୍ରେତ ବ୍ରହ୍ମଜ୍ଞାନୀ ବ୍ରାହ୍ମଣର କିଛି କରିପାରିବ ନାହିଁ। ସତ କଥା ହେଲା, ଭୂତ ଡରାଏ ତାଙ୍କୁ ଯେ ଭୂତକୁ ଡରନ୍ତି। ଅନ୍ଧବିଶ୍ୱାସ, ମୂର୍ଖତା ଏବଂ ଅଜ୍ଞାନ ହିଁ ଭୂତ ସୃଷ୍ଟି କରେ ଏବଂ ଦେଖାଏ। ଜ୍ଞାନ ହେଲେ କାଳ୍ପନିକ ଭୂତ ପ୍ରେତ ନଷ୍ଟ ହୋଇଯାଆନ୍ତି। ଭାରତରେ ତ ଭୂତଙ୍କର ସାମ୍ରାଜ୍ୟ। ୟୁରୋପରେ କେତେ ସ୍ତ୍ରୀ ଲୋକଙ୍କୁ ମାରି ଦିଆଯାଇଛି ଏବଂ ଜିଅନ୍ତା ଜଳାଇ ଦିଆଯାଇଛି। କି ଏମାନେ ଡାହାଣୀ ଏବଂ ଡାହାଣୀ ଲଗାଇ କେତେ ଲୋକଙ୍କର ସର୍ବନାଶ କରିଛନ୍ତି। ବିଚାରି ଚିତ୍କାର କରୁଥାଏ ଯେ ସେ ଭୂତ କି ଡାହାଣୀ କିଛି ନୁହେଁ, ମାତ୍ର ଅନ୍ଧବିଶ୍ୱାସୀ, କିଛି ଶୁଣେ ନାହିଁ। ଭାରତରେ ତ ଭୂତ ବିକା ଯାଆନ୍ତି ଏବଂ ଯୌତୁକରେ ଦିଆଯାଆନ୍ତି। ଆଗରୁ ଏହାର ପ୍ରଭାବ ବେଶୀ ଥିଲା, କିନ୍ତୁ ଏବେ ବି କିଛି କିଛି ଶୁଣିବା ପାଇଁ ମିଳେ। ଆପଣ ମଧ୍ୟ ଶୁଣିଥିବେ
ଯେ ଡିକେ ଯେଉଁ କୁଦ୍ରା କୁହନ୍ତି, ଅନ୍ଧବିଶ୍ୱାସୀ ଲୋକମାନଙ୍କର କହିବା ଅନୁସାରେ ଯେ କୁଦ୍ରା ଥିଲେ ଘରେ ଧାନ ଚାଉଳର ଅଭାବ ହୁଏ ନାହିଁ। କିନ୍ତୁ ଯଦି ସେ କୁଦ୍ରା ଯଦି ଝିଅ ହେଇଥିବ ତାହେଲେ ଆପଣଙ୍କର କୌଣସି ଝିଅକୁ ସେ ରଖେଇଦେବ ନାହିଁ, ମାରିଦେବ। ଏବଂ ଯଦି ପୁଅ ହୋଇଥିବ ତେବେ ଆପଣଙ୍କର କୌଣସି ପୁଅକୁ ରଖିଦେବନି, ମାରିଦେବ। ଏମାନଙ୍କୁ ଆପଣ କ'ଣ କହିବେ? ଅଜ୍ଞାନୀ, ମୂର୍ଖ ନା ଅନ୍ଧବିଶ୍ୱାସୀ? ଭୂତ ଛଡ଼ାଇବା ଏବଂ ଲଗାଇବା ଅପରାଧରେ ଅପରାଧୀମାନଙ୍କ ମଧ୍ୟରେ ପଞ୍ଚ ଏବଂ ଜମିଦାର ବରାବର ଏବେ ବି ଜରିମାନା ଆଦାୟ କରନ୍ତି। କେତେକଙ୍କୁ ଜଣେ ଭୂତ ଲଗାଇବା ବାଲା ଜାଣି ମଧ୍ୟ ମାରିଦିଅନ୍ତି। ବିଚରା ଚିତ୍କାର କରୁଥାଏ, ମାତ୍ର ତାକୁ କେହି ଶୁଣେନା। ଅନ୍ଧବିଶ୍ୱାସରେ ବଡ଼ ଅନର୍ଥ କରି ବସନ୍ତି। ଠିକ୍ ଏହି ଦଶା ଦେବୀ ଦେବତାଙ୍କର ମଧ୍ୟ। ଯେମିତି ଭୂତ କାଳ୍ପନିକ, ସେମିତି ଦେବୀ ଦେବତା ମଧ୍ୟ ଅସତ୍ୟ ଏବଂ କାଳ୍ପନିକ। ଭୂତ ଭଳି ଲାଭ କମ୍, ମାତ୍ର ହାନି ବେଶୀ। ଯେମିତି ଭୂତଙ୍କ ପ୍ରତିନିଧି ଗୁଣୀମାନେ ଲୋକଙ୍କୁ ଠକାନ୍ତି, ଧୋକା ଦିଅନ୍ତି, ସେହିଭଳି ଦେବତାଙ୍କ ପ୍ରତିନିଧି ପଣ୍ଡା, ପୂଜାରୀ, ପୁରୋହିତ, ପୋପ୍, ମୁଲ୍ଲା ଏବଂ ପାଦ୍ରୀ ମଧ୍ୟ ଲୋକଙ୍କୁ ଡରାନ୍ତି, ଧମକାନ୍ତି, ପୂଜାନ୍ତି, ଠକାନ୍ତି ଏବଂ ଭଣ୍ଡେଇ ସରଳ ଲୋକଙ୍କୁ ଲୁଟି ନିଅନ୍ତି। ଦେବୀ ଦେବତା ସବୁ ନିଜର ରଚନା, ନିଜର ସ୍ଥାପିତ, ନିଜର କଳ୍ପନା। ଲେଖାପଢ଼ା ବାବୁଙ୍କର ନିରାକାର ଈଶ୍ୱର ମଧ୍ୟ ତାଙ୍କର କଳ୍ପିତ। ଯେତେ ଏବଂ ଯେଉଁଠି ତାଙ୍କ କଳ୍ପନା ପହଞ୍ଚିପାରେ ସେମିତି ଏବଂ ସେଇଠି ଈଶ୍ୱରଙ୍କୁ ସୃଷ୍ଟି କରି ପ୍ରଚାର କରନ୍ତି। ଯେ ଯେତିକି ମୂର୍ଖ ଏବଂ ବିଦ୍ୱାନ ତାଙ୍କର ଈଶ୍ୱର ମଧ୍ୟ ସେହିଭଳି ଅଟନ୍ତି। ଫଳ ନା ପଥରର ଈଶ୍ୱର ଦିଏ ନା ନିରାକାର ଈଶ୍ୱର ଦିଏ। ପଥରର ମହାଦେବ ବା ଠାକୁର ଯାହା କିଛି ତ ଅଛି, ମାତ୍ର ନିରାକାର ତ କିଛି ନୁହେଁ। ପଥର, କାଠ, ମାଟି ଏବଂ ନିରାକାର ବା ଶୂନ୍ୟ କାହାରି ମନୋରଥ ପୂର୍ଣ୍ଣ କରେ ନାହିଁ। ଯାହା କିଛି ଅଳ୍ପ ବହୁତ ହୁଏ ବା ନିଜର ବିଶ୍ୱାସ ହିଁ ଫଳ ଦିଏ। ଏହା ନିଜର ନିଜେ। ଯେମିତି ଯେ କାଠ, ପଥର, ମାଟି ନିରାକାର ଶୂନ୍ୟକୁ ମଧ୍ୟ ଭଗବାନ କରିଦିଏ। ମାଟିର ମହାଦେବ ହଉ ବା ପଥରର ଠାକୁର ହଉ ବା ଗୋବର ଗଣେଶ ହଉ ବା ବିନା ଆକାଶରେ ଶୂନ୍ୟ ଭଗବାନ ହୁଅନ୍ତୁ, ଯେ କେହି ହୁଅନ୍ତୁ, କେହି କିଛି କରିପାରିବେ ନାହିଁ। ଆପଣଙ୍କୁ ଯାହା ଅଳ୍ପ ବହୁତ କେବେ ବି ମିଳେ ତାହା ଆପଣଙ୍କର କର୍ମ, କଳ୍ପନାର ଏବଂ ଭାବନାର ଏବଂ ବିଶ୍ୱାସର ଫଳ। ପୂର୍ଣ୍ଣ ବିଶ୍ୱାସ ତ ଏହି ଭୂତ ପ୍ରେତ ଏବଂ ଦେବତାଙ୍କ ଉପରେ ହୁଏ ନାହିଁ, ତେଣୁ ସଫଳତା ମଧ୍ୟ ପୂର୍ଣ୍ଣ ଭାବରେ ମିଳେ ନାହିଁ। କଥା ହେଲା, କାଠ, ପଥର ଏବଂ ମାଟିର ଦେବତା ତଥା ଆକାଶର ଉପରେ ଅଦୃଶ୍ୟ, ଅରୂପ, ଅଗମ୍ୟ ଏବଂ ନିରାକାର ଈଶ୍ୱର ଉପରେ ଲୋକଙ୍କର ବିଶ୍ୱାସ ବା କେତେ ଅଛି? ଲୋକେ ଅନ୍ୟଙ୍କ ସହ ଲଢ଼ିବାକୁ ତ ନିଜର ମଜହବୀ ଦେବତା ଏବଂ ଈଶ୍ୱରଙ୍କ ପାଇଁ ବଡ଼ ପ୍ରେମ ଦେଖାନ୍ତି, ମାତ୍ର ବାସ୍ତବରେ ଏମାନଙ୍କ ହୃଦୟ ଭିତରେ ଦେବୀ ଦେବତା, ସ୍ୱର୍ଗ ଏବଂ ଈଶ୍ୱରଙ୍କ ପ୍ରତି ପୂର୍ଣ୍ଣ ବିଶ୍ୱାସ ହୁଏ ନାହିଁ, ଯାହାକି ସେମାନଙ୍କର ମିଛ ଦୁହାଇ ଏବଂ ଅନେକ ପ୍ରକାର ଦୁରାଚାର କର୍ମ ଦ୍ୱାରା ପ୍ରକଟିତ ହୁଏ। ଏ କଥାକୁ ସଦ୍ଗୁରୁଦେବ ମୁନି ସମାଜର ପୁସ୍ତକ ସତ୍ୟ ସୁନ୍ଦର ଏବଂ ସ୍ୱତନ୍ତ୍ର ବିଚାରରେ ଖୁବ୍ ବିସ୍ତାର ଭାବରେ ଲେଖିଛନ୍ତି। ଆପଣ ଚାହିଁଲେ ଦେଖିପାରିବେ। ମନୁଷ୍ୟ ସମ୍ପ୍ରଦାୟ ମଜହବୀ ଏବଂ ଜନତାର ଚାପ ଯୋଗୁଁ ଈଶ୍ୱର ଏବଂ ଦେବତାଙ୍କୁ ବଚନରେ ମାନିଲେ ମଧ୍ୟ ପୁରା ମନରେ ମାନନ୍ତି ନାହିଁ। କଥା ହେଲା, ମନୁଷ୍ୟ ମଧ୍ୟରେ ବୁଦ୍ଧି ନାମକ ଗୋଟିଏ ପଦାର୍ଥ ଅଛି, ଯେ ଅନୁଭବ ନ କରି ନିରାକାର, ଶୂନ୍ୟ, ଅଦୃଶ୍ୟ, ଅରୂପ, ଅଗମ୍ୟ ଈଶ୍ୱର ବା ଗୋବର ଗଣେଶକୁ ମାନେ ନାହିଁ। ନିଜ ନିଜର ଆତ୍ମା ନିଜକୁ ନିଜେ ବା ନିଜର ଜୀବନ ନିଜ ଜ୍ଞାନ ସ୍ୱରୂପ ହୋଇଥିବାରୁ ପ୍ରତ୍ୟକ୍ଷ। ନିଜର ଇଚ୍ଛା ଶକ୍ତି, ମନୋବଳ ମଧ୍ୟ ପ୍ରତ୍ୟକ୍ଷ। ଆତ୍ମଜ୍ଞାନ ଦ୍ୱାରା ଯଦି ହୃଦୟରେ ଭୂତ ପ୍ରେତ, ଦେବୀ ଦେବତା ଏବଂ ଈଶ୍ୱରଙ୍କୁ ବାହାର କରି ଦିଆଯାଏ ତ ସହଜରେ ନିଜର ଆତ୍ମବିଶ୍ୱାସ ପୂର୍ଣ୍ଣ ରୂପରେ ଚମକି ଉଠିବ, ଯେ ଆମର ଉଚ୍ଚରୁ ଉଚ୍ଚ ମନୋରଥକୁ ପୂର୍ଣ୍ଣ କରି ଆମକୁ ଜୀବନ ମୁକ୍ତ କରିଦେବ। ଯେମିତି ଭୂତ ବିଷୟରେ ପ୍ରଶ୍ନ ଥିଲା, ସେମିତି ଏହି ଦେବୀ ଦେବତା ଏବଂ ଈଶ୍ୱରଙ୍କ ବିଷୟରେ ମଧ୍ୟ ପ୍ରଶ୍ନ ଉଠେ। ଯଦି ତାଙ୍କ ବିଶ୍ୱାସରେ ଅଳ୍ପ କିଛି ମଧ୍ୟ ମିଳନ୍ତା, ତେବେ କାହିଁକି ବିଶ୍ୱାସ କରା ନଯାନ୍ତା? ମାତ୍ର ତାଙ୍କର ମଧ୍ୟ ଏହି ଦଶା। ଭୂତ ଭଳି ଏମାନଙ୍କ ଉପରେ ବିଶ୍ୱାସ କଲେ ବି ହାନି ବେଶୀ ଏବଂ ଲାଭ ବହୁତ କମ୍ ହୋଇଥାଏ।
ଗୁଣୀଙ୍କ ଭଳି ପଣ୍ଡା ପୂଜାରୀ ଏବଂ ପାଦ୍ରୀମାନେ ଲୋକଙ୍କୁ ଅଭିଶାପ ଦିଅନ୍ତି। ଈଶ୍ୱର ଦ୍ୱାରା ଦୁଃଖ ଦିଆ କରାଇବାକୁ ଧମକ ଦିଅନ୍ତି ଏବଂ ଈଶ୍ୱରଙ୍କ ନାମରେ ଠକାନ୍ତି ମଧ୍ୟ। ଆମ ନିଜର ଆତ୍ମା, ମନ ଏବଂ ଇଚ୍ଛାର ଶକ୍ତି ଯେ କେତେ ବଡ଼ ତାହା ମୁଁ ପୂର୍ବ ଭିଡ଼ିଓରେ କହିସାରିଛି। ଆତ୍ମାର ବଳ ଅନନ୍ତ, ଅପାର ଏବଂ ଅସୀମ। ଏହି ଆତ୍ମା ହିଁ ସତ୍ୟ ଏବଂ ଅନ୍ୟ ସବୁ ଏହାର କଳ୍ପନା। ଜୀବ କର୍ତ୍ତା ଧର୍ତ୍ତା ଏବଂ ମାଲିକ ହୋଇ ମଧ୍ୟ ନିଜ ଦ୍ୱାରା ନିଜର ଈଶ୍ୱର ବନାଇ ତା'ର ଦାସ ହୋଇଥାଏ ଏବଂ ନିଜର ସ୍ୱାଧୀନତା ନଷ୍ଟ କରି ଦୁଃଖୀ ହୁଏ। ନିଜର ଗ୍ରନ୍ଥାଘର ଏବଂ ଐଶ୍ୱର୍ଯ୍ୟ, ନିଜର କାଳ୍ପନିକ ଭୂତ ପ୍ରେତ, ଦେବୀ ଦେବତା ଏବଂ ଈଶ୍ୱରଙ୍କୁ ସମର୍ପି ସ୍ୱୟଂ ତାଙ୍କ ଆଗରେ ହାତ ଯୋଡ଼ି ଭିକ ମାଗେ। ରାଜା ହୋଇ ମଧ୍ୟ ଚାକର ହୋଇଯାଏ। ନିଜେ ଈଶ୍ୱର ହୋଇ ବି ପଥର, କାଠ, ମାଟି ଏବଂ ଶୂନ୍ୟ ଆକାଶ ଆଗରେ ହାତ ଯୋଡ଼େ, ଗଡ଼େ ଏବଂ ପ୍ରାର୍ଥନା କରେ। ଏସବୁ କରି ମଧ୍ୟ ଚିନ୍ତା କରେ, ଜାଣେ ନା ଈଶ୍ୱର ମୋ ଉପରେ ସଦୟ ହେବେ କି ନା, ମୋର ମନୋରଥ ପୂର୍ଣ୍ଣ ହେବ କି ନାହିଁ। ଏହିପରି ଈଶ୍ୱରଙ୍କ ଭକ୍ତର ବହୁ ପ୍ରକାରର ଶଙ୍କା ଏବଂ ସନ୍ଦେହ ଲାଗି ରହେ। ଯାହା ଅନ୍ୟ ହାତରେ ତାହା ଅବଶ୍ୟ ପାଇବାରେ ସନ୍ଦେହ ଏବଂ ଶଙ୍କା ହେବ। ଯେଉଁଠି ଶଙ୍କା ସେଠି ସୁଖ, ସଫଳତା ଏବଂ ପୂର୍ଣ୍ଣତା କାହିଁ? ଅନ୍ୟ ଯିଏ ପଛେ ହଉ, ଯିଏ ଆପଣଙ୍କ ଠାରୁ ବଡ଼, ଆପଣଙ୍କ ମାଲିକ ଏବଂ ଈଶ୍ୱର, ତାଙ୍କୁ ଡର ନିଶ୍ଚୟ ହେବ ଏବଂ ଯେଉଁଠି ବା ଯାହା ହୃଦୟରେ ଡର ଅଛି ସେଠାରେ ତା ହୃଦୟରେ ସୁଖ, ଶାନ୍ତି ଏବଂ ଆନନ୍ଦ ରହି ନପାରେ। ମୁଁ ଟିକେ ପୂର୍ବରୁ କହିସାରିଛି, ଯେମିତିକି ଭୂତକୁ ମାନିବା ବାଲା ଭୂତକୁ ଡରି ଅନେକ ପ୍ରକାର ଦୁଃଖୀ, ଦରିଦ୍ର, ଦୁର୍ବଳ, ରୋଗୀ ଏବଂ ମୃତବଧ ହୋଇଯାଆନ୍ତି। ସେହି ଦଶା ଈଶ୍ୱରଙ୍କୁ ମାନିବା ବାଲା ଏବଂ ଡରିବା ବାଲାଙ୍କୁ ବି ହୁଏ। ଏତେ ବଡ଼ ଶକ୍ତି ରହି ଏବଂ ଚେତନ ହୋଇ ବି ଯେତେବେଳେ ମନୁଷ୍ୟ ଜଡ଼, ପଥର, କାଠ ଏବଂ ମାଟି ପିଣ୍ଡକୁ ନିଜର ଈଶ୍ୱର ମାନି ନେଇଛି, ସେ ନିଜ ହାତରେ ନିଜର ସର୍ବଶକ୍ତିମାନ ଆତ୍ମାକୁ ହତ୍ୟା କରେ। ଏତେ ବଡ଼ ଶକ୍ତି ରହି ମଧ୍ୟ ଏକ ଅତ୍ୟନ୍ତ ସତ୍ୟ ଏବଂ ସର୍ବଶକ୍ତିମାନ ଜୀବ ଯେତେବେଳେ କାଳ୍ପନିକ, ଅସତ୍ୟ, ଅରୂପ ଏବଂ ନିରାକାର ଭୂତ ପ୍ରେତ ଏବଂ ଅନେକ ପ୍ରକାରର ଈଶ୍ୱରଙ୍କୁ ନିଜର ମାଲିକ, ସ୍ୱାମୀ, ବିଧାତା ବା ଅନ୍ନଦାତା ମାନି ନିଏ, ତେବେ ସେ ନିଜକୁ ନର୍କରେ ପକାଇ ଦିଏ। ଭୂତ ପ୍ରେତ, ଦେବୀ ଦେବତା ଏବଂ ଈଶ୍ୱରଙ୍କୁ ମାନି ମନୁଷ୍ୟ ନିଜ ପାଇଁ ଅନେକ ପ୍ରକାର ବନ୍ଧନ ପ୍ରସ୍ତୁତ କରିନିଏ। ମନୁଷ୍ୟ ଖାଲି ଭୂତଙ୍କର ଗୋଲାମ ନୁହନ୍ତି, ଦେବତା ଏବଂ ଈଶ୍ୱରଙ୍କ ମଧ୍ୟ ଗୋଲାମ ଅଟନ୍ତି। ମନୁଷ୍ୟର ଗୋଲାମୀ ମନରେ ନଥାଏ, ମାତ୍ର ଈଶ୍ୱର, ଦେବୀ ଦେବତାଙ୍କ ଗୋଲାମୀ ତ ମନ ଏବଂ ହୃଦୟରେ ଥାଏ। ମନୁଷ୍ୟ ଗୋଲାମୀ କରି ମଧ୍ୟ ବନ୍ଧନରେ ନଥାଏ ଯଦି ମନରେ ତା'ର ଗୋଲାମୀ ନଥାଏ। ମନୁଷ୍ୟ ମନୋମୟ, ତେଣୁ ମନୁଷ୍ୟ ସେହି ଏବଂ ସେତିକି ଯେତେ ବଡ଼ ତା'ର ମନ। ନାଟକରେ ଗୋଟିଏ ରାଜା ଚୋର ଭୂମିକାରେ ଅଭିନୟ କଲା। ସେ ନାଟକରେ ରାଜାଙ୍କର ଚାକର ବିଚାରକ ହୋଇଥିଲେ। ତାଙ୍କୁ ଶୂଳୀରେ ଚଢ଼ାଇ ଦେବାକୁ ଆଜ୍ଞା ଦେଲେ। ସେ ସମସ୍ତଙ୍କୁ ଦେଖାଇବା ପାଇଁ କାନ୍ଦୁଥିଲେ ମଧ୍ୟ ବାସ୍ତବରେ କାନ୍ଦୁ ନଥିଲେ, କାରଣ ତାଙ୍କ ମନ ଜାଣିଥିଲା ଯେ ସେ ବାସ୍ତବରେ ରାଜା, ଚୋର ନୁହେଁ। ସେ ଜାଣେ ସେ ଯେ ଚୋର କେବଳ ସେହି ନାଟକ ଖେଳରେ ଅଭିନୟ କରୁଛି, ସେ ବାସ୍ତବରେ ରାଜା। ତେଣୁ ଏହା ସିଦ୍ଧ ହେଲା ଯେ ମଣିଷ ସେହି, ଯେମିତି ସେ ନିଜର ମନ ଏବଂ ବିଚାରରେ ନିଜକୁ ମାନେ। ଏ ମନ ନିଜକୁ ନିଜେ ନ ବାନ୍ଧେ ତ ସଂସାରରେ କୌଣସି ଶକ୍ତି ତାକୁ ବାନ୍ଧି ପାରିବ ନାହିଁ। ମଣିଷ ନିଜେ ନିଜର ଈଶ୍ୱର, ଭୂତ ପ୍ରେତ, ଦେବୀ ଦେବତାର କଳ୍ପନା କରି ଚିନ୍ତା କରେ ଯେ ସେ ଜାଣେ ନା ତା'ର ଈଶ୍ୱର ତାକୁ ନର୍କରେ ଦେବେ କି ସ୍ୱର୍ଗରେ, ତା'ର ଈଶ୍ୱର ତାକୁ ଭକ୍ତ କରିବେ ନା ନାହିଁ, ସେ ତାକୁ ସୁଖୀ ଏବଂ ନିରୋଗ କରିବେ ନା ନାହିଁ। ନ ଜାଣେ ସେ କେବେ ତାକୁ ମାରିଦେବେ ବା କୌଣସି ବଡ଼ ବିପତ୍ତିରେ ପକାଇଦେବେ। ଏମିତି ଶଙ୍କା ଯେତେବେଳେ ତା ଭିତରେ ବିଦ୍ୟମାନ, ସେ ପର୍ଯ୍ୟନ୍ତ ଆପଣ ଭୂତ ପ୍ରେତ, ଦେବୀ ଦେବତାର ଏବଂ ଈଶ୍ୱରର ଗୋଲାମ ଅଟନ୍ତି। ସେ ପର୍ଯ୍ୟନ୍ତ ଆପଣ ବନ୍ଧନରେ ଅଛନ୍ତି, ନର୍କରେ ଅଛନ୍ତି ଏବଂ ରୋଗ ତଥା ବିପତ୍ତିର ଘେରରେ ଅଛନ୍ତି। ଭୂତ ପ୍ରେତ, ଦେବୀ ଦେବତା ଏବଂ ଈଶ୍ୱରଙ୍କ ବନ୍ଧନ ଆପଣଙ୍କ ମାନିବାରେ ଅଛି। ଆଜି ସେମାନଙ୍କ ମାନିବା ଛାଡ଼ିଦେଲେ ସେମାନେ କିଛି କରିପାରିବେ ନାହିଁ। ଜଣେ ହିନ୍ଦୁ ଯଦି ଠାକୁରଙ୍କ ମୂର୍ତ୍ତି ଭାଙ୍ଗି ଦିଏ ତ ଡରିଯିବ ଏବଂ ବେମାରରେ ମଧ୍ୟ ପଡ଼ିଯିବ। ମାତ୍ର ଜଣେ ମୁସଲମାନ
ହଜାରେ ହିନ୍ଦୁ ମୂର୍ତ୍ତିକୁ ଭାଙ୍ଗି ମଧ୍ୟ ବେମାରରେ ପଡ଼େ ନାହିଁ କି ଡରେ ନାହିଁ। ସେହିପରି ଜଣେ ମୁସଲମାନ ମସଜିଦ୍ ଭାଙ୍ଗିବାରେ ଡରିଯାଏ ଏବଂ ବେମାରରେ ପଡ଼ିଯାଏ। ମାତ୍ର ଜଣେ ହିନ୍ଦୁ ମସଜିଦ୍ ଭାଙ୍ଗି ଡରେ ନାହିଁ କି ବେମାରରେ ପଡ଼େ ନାହିଁ। ଜଣେ ମୁସଲମାନ ଖୁଦାକୁ ଗାଳି ଦେଇ ଡରିଯାଏ ଏବଂ ସମ୍ଭବତଃ ଡରିବା କାରଣରୁ ବେମାରରେ ପଡ଼ିଯାଏ। ମାତ୍ର ଜଣେ ହିନ୍ଦୁ ଖୁଦାକୁ ହଜାର ଗାଳି ଦେଇ ଡରେ ନାହିଁ କି ବେମାରରେ ପଡ଼େ ନାହିଁ। ତେଣୁ ଏହା ସିଦ୍ଧ ଯେ ଖୁଦା ବା ଭଗବାନ କିଛି କରିପାରନ୍ତି ନାହିଁ। ସବୁ ନିଜର ମନ ଏବଂ ନିଜର ବିଶ୍ୱାସ କରୁଥାଏ। ଯେତେବେଳେ ଆପଣଙ୍କର ମନ ଫଳ ଦେଉଛି ନିଜର କର୍ମ ଭୋଗିବାର କଥା, ତେବେ ସବୁ ଛାଡ଼ି ସ୍ୱାବଲମ୍ବୀ, ସ୍ୱାଧୀନ ଏବଂ ସ୍ୱତନ୍ତ୍ର ହୋଇ ମୁକ୍ତିର ଆନନ୍ଦ କାହିଁକି ନ ନେବା? ଯେତେବେଳେ ଆମର ଆତ୍ମା ହିଁ କାଠ, ମାଟି, ପଥରର କାଳ୍ପନିକ ଭଗବାନ ବନାଇ ନିଜର ମନୋରଥ କିଛି ଅଂଶ ପୂର୍ଣ୍ଣ କରିବାକୁ ଯୋଗ୍ୟ ବନାଇ ଦିଏ, ଯେତେବେଳେ ଆମରି ଆତ୍ମା ଜଡ଼କୁ ମଧ୍ୟ ଚେତନ ଈଶ୍ୱର କରିଦେଇ ପାରୁଛି, ତ ଆମେ ଯେଉଁ ସତ୍ୟ ଅଟୁ, ଯେ ସତରେ ଭଗବାନ, ଯେ ଚେତନ, ଯେ ଆମରି ନିଜକୁ ନିଜେ, ଯେ ଆମରି ସବୁଠାରୁ ବଡ଼ ହିତାକ୍ଷୀ, ଯେ ନିଜର ସ୍ୱରୂପ, ତାଙ୍କୁ କାହିଁକି ନ ଜାଣିବା, ତାଙ୍କୁ କାହିଁକି ନ ମାନିବା ଏବଂ ଦୃଢ଼ ରହି ପୂର୍ଣ୍ଣ ସୁଖୀ, ସ୍ୱାଧୀନ, ସ୍ୱତନ୍ତ୍ର, ସ୍ୱାବଲମ୍ବୀ ଏବଂ ଜୀବନ ମୁକ୍ତ ହୋଇ ସଚ୍ଚା ଆନନ୍ଦ ଉପଭୋଗ କାହିଁକି ନ କରିବା? ମଜହବୀ, ଧାର୍ମିକ ଏବଂ ସାମ୍ପ୍ରଦାୟିକ ଭକ୍ତଙ୍କୁ କୁହାଯାଉଥିବା ଗଳ୍ପ ଏବଂ କଥା ଉପରେ ମନୁଷ୍ୟର ବିଶ୍ୱାସ ସତରେ ନଥାଏ। ଯେତେବେଳେ ମନୁଷ୍ୟ ନିତ୍ୟ ପ୍ରତ୍ୟକ୍ଷ ତା ବିରୁଦ୍ଧରେ ଦେଖୁଛି, କେବଳ ମଜହବୀଙ୍କ କଥା ଉପରେ ଏବଂ କେତେକ ପାଗଳ ଭକ୍ତଙ୍କ କହିବାରେ କେତେକ ମିଛ କଥା ଉପରେ ମନ ଲାଗେ ନାହିଁ। ଭକ୍ତ ଏବଂ ମଜହବୀ ଲୋକମାନେ କହନ୍ତି ଯେ ଯାହା କିଛି ହେଉଛି ଈଶ୍ୱର କୃତ ଯୋଗୁଁ, ନିଜର କରଣି କିଛି ନାହିଁ। ଈଶ୍ୱରଙ୍କ ବିନା ଗୋଟିଏ ତୃଣ ମଧ୍ୟ ହଲିବ ନାହିଁ। ଭକ୍ତମାନେ କହନ୍ତି କି ରାମ ରାମ କର, ଭଗବାନ ଚାହିଁବେ ତ ବିଦ୍ୟା ହେବ, ବଳ ହେବ ଏବଂ ଧନ ମଧ୍ୟ ହେବ। ସେ ସବୁ କିଛି କରୁଛନ୍ତି, ମାତ୍ର କାହାରିକୁ ଏକଥାରେ ବିଶ୍ୱାସ ନାହିଁ। ସମସ୍ତେ ପ୍ରତ୍ୟକ୍ଷ ଦେଖୁଛନ୍ତି, ନ ପଢ଼ିଲେ ବିଦ୍ୟା ନାହିଁ। ଚାହେଁ ରାମ ରାମ କରି ସାରା ଜୀବନ ବିତିଯାଉ, ପ୍ରହ୍ଲାଦ କଥାକୁ କିଏ ବିଶ୍ୱାସ କରେ? ଯଦି ସେହିପରି ପ୍ରତ୍ୟକ୍ଷ ଦେଖିବାକୁ ନ ମିଳେ, ତ ବ୍ୟାୟାମ ନ କରି କେହି ଆଖଡ଼ା ପାଖରେ ବସି ରାମ ରାମ କରି ପହିଲମାନ ହୁଏ ନା। କେହି ରୋଜଗାର ନ କରି ଧନୀ ହୋଇପାରେ ନା। ଅଧିକ ରାମ ରାମ କରିବା ବାଲା ତ ଭିକମଗା ଅଟନ୍ତି। ଏହି କାରଣରୁ ଭକ୍ତ ତଥା ମଜହବୀଙ୍କ ଯେତେ ପ୍ରେରଣା ଥିଲେ ମଧ୍ୟ ଲୋକେ ରାମ ରାମ ଛାଡ଼ି ନିଜ ନିଜ କାମରେ ଏବେ ଲାଗିଛନ୍ତି। ଏମିତି ଗୋଟିଏ ଗପ ଅଛି ଯେ ଜଣେ ଭକ୍ତ ସିପାହୀ ନିଜ କାମକୁ ଯାଇନଥିଲେ। ତାଙ୍କ ବଦଳରେ ଭଗବାନ ତା ଜାଗାରେ କାମ କରୁଥିଲେ ଏବଂ ପହରା ମଧ୍ୟ ଦେଉଥିଲେ। ମାତ୍ର ସେହି ଭକ୍ତ ସିପାହୀର ମିଛ ଗପରେ କାହାରି ବିଶ୍ୱାସ ହେଲା ନାହିଁ। ସମସ୍ତେ ରାମକୁ ଛାଡ଼ି କାରଖାନା ଏବଂ ମିଲ୍ର ସିଟି ବାଜି ଉଠିଲେ ନିଜର କାମକୁ ନିଜେ ନିଜେ ଚାଲିଯାଆନ୍ତି। କିରାନୀ, ମାଲିକ, ମହାଜନ, ବେପାରୀ ସମସ୍ତେ ନିଜ ନିଜ କାମରେ ଲାଗିଯାଆନ୍ତି। ଦିନେ ଦୁଇ ଦିନ ବସି ଭକ୍ତ ସିପାହୀଟି ପରୀକ୍ଷା କରିନେଲା। ଯେତେବେଳେ ତାଙ୍କ କାମ ଭଗବାନ କଲେ ନାହିଁ, ତ ବିଷମ ହୋଇ ତାଙ୍କ ନିଜ କାମ ନିଜେ କଲେ। ନିଜେ ପଢ଼ିଲେ ବିଦ୍ୟା ଅର୍ଜନ ହୁଏ, ନିଜେ ବ୍ୟାୟାମ କଲେ ମଣିଷ ପହିଲମାନ ହୁଏ। ଯାହା କିଛି ହୁଏ ନିଜ ନିଜର କର୍ମ ଫଳରୁ ହୁଏ, ନିଜର ରୋଜଗାରରୁ ହୁଏ। ନିଜେ ଯେତେବେଳେ କାରଖାନାରେ କାମ କରନ୍ତି, କେତେ ମଜୁରିଆ କାରଖାନାରେ କାମ କରନ୍ତି। କାରଖାନା ମଧ୍ୟ ନିଜ ରୋଜଗାର, ପରିଶ୍ରମ ଏବଂ ବୁଦ୍ଧି ଯୋଗୁଁ ଖୋଲାଯାଇପାରିଛି। କେହି ଅନ୍ୟ କାହା ପାଇଁ କିଛି କରିପାରେ ନା ଯଦି ଆମେ ସ୍ୱୟଂ କିଛି ନ କରୁ। ଏହା ହିଁ ପ୍ରତ୍ୟକ୍ଷ ଦେଖିବାକୁ ମିଳେ, ଏହା ହିଁ ସତ୍ୟ। ଏହି କାରଣରୁ ଭୂତ, ପ୍ରେତ, ଦେବୀ ଦେବତା ଏବଂ ଈଶ୍ୱରଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ହୁଏ ନାହିଁ ଏବଂ ବିଶ୍ୱାସ ନ ହେବାରୁ ମନ ଏଣେ ତେଣେ ଦୌଡ଼େ। ଅସତ୍ୟ ଉପରେ ମନ କେବେ ତିଷ୍ଠି ରହିପାରେ ନାହିଁ। ଯୋଗେଶ୍ୱର ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି, ନିଜକୁ ଉଦ୍ଧାର କର। ଆମକୁ ଯାହା ମିଳିବ ନିଜ କର୍ମରୁ ମିଳିବ। ନିଜର ଭଲ ଯଦି ହେବ ତ ନିଜ ଆତ୍ମା ଯୋଗୁଁ ହେବ। ଏହା ହିଁ ସତ୍ୟ, ଏହା ହିଁ ପ୍ରତ୍ୟକ୍ଷ ଏବଂ ସମସ୍ତ ପ୍ରାଣୀଙ୍କର ପ୍ରାକୃତିକ ଅନୁଭବ ମଧ୍ୟ ଏହା ହିଁ। ତେଣୁ ଯଦି ମନ ଏକାଗ୍ର ହେବ ତ ଆତ୍ମାକୁ ପାଇହେବ। ମନ ଯଦି କାହାରିକୁ ପୂର୍ଣ୍ଣ ରୂପରେ ବିଶ୍ୱାସ କରିବ ତ ନିଜର ଆତ୍ମାକୁ ହିଁ କରିବ। ମନ ଯଦି ପୂର୍ଣ୍ଣ ରୂପରେ ଏକାଗ୍ର ହେବ ତ ସତ୍ୟ ଉପରେ ହିଁ ହେବ।
ପଶୁ ପକ୍ଷୀ ବା କୌଣସି ପ୍ରାଣୀକୁ ଆପଣ ଯଦି ମାରିବାକୁ ଯାଆନ୍ତି ତ ସେ ନିଜକୁ ବଞ୍ଚାଇବା ପାଇଁ ଆପେ ଯତ୍ନ କରିବ। ରାମ ରାମ କରିବାକୁ ଲାଗିବ ନାହିଁ କି ଅନ୍ୟ କାହାରି ଭରସା ଉପରେ ନିଜକୁ ଛାଡ଼ିବ ନାହିଁ। ଲୋକେ କହନ୍ତି କି ଅନ୍ୟ କାହାରି ଭରସା ଉପରେ ନିଜକୁ ଛାଡ଼ିବ ନାହିଁ। ଲୋକେ କହନ୍ତି କି ଭଗବାନ ପକ୍ଷୀମାନଙ୍କୁ ଖାଇବାକୁ ଦିଅନ୍ତି। ମାତ୍ର ପକ୍ଷୀମାନଙ୍କ ପାଇଁ ଭଗବାନ ଆଜି ପର୍ଯ୍ୟନ୍ତ ଗୋଟିଏ ହେଲେ ରାସନ ଦୋକାନ କଲେ ନାହିଁ। ସକାଳ ହଉ ହଉ ସେ ନିଜର ଚେଷ୍ଟାରେ ଭୋଜନ ଖୋଜିବାରେ ବାହାରି ପଡ଼େ। ସଂସାରରେ କୌଣସି ଜୀବଜନ୍ତୁ ପଶୁ ପକ୍ଷୀ ଈଶ୍ୱରଙ୍କୁ ମାନନ୍ତି ନାହିଁ। ଈଶ୍ୱର କେବଳ କେତେକ ମନୁଷ୍ୟଙ୍କର କଳ୍ପନା। ଈଶ୍ୱରଙ୍କ ଭରସା ଛାଡ଼ି ସାରା ସଂସାରର ପ୍ରାଣୀ ସମୂହ ଏପରିକି ମନୁଷ୍ୟ ମଧ୍ୟ ନିଜର ଭରସା କରିଥାଏ ଏବଂ ରାମକୁ ଛାଡ଼ି ଏଠି ସେଠି ଦୌଡ଼ୁଥାଏ। ଆତ୍ମବିଶ୍ୱାସ ସ୍ୱାଭାବିକ, ପ୍ରାକୃତିକ ଏବଂ ସତ୍ୟ। ମନ ଯଦି ସତ୍ୟ ଉପରେ ଲାଗିବ ତ ପୂର୍ଣ୍ଣ ରୂପରେ ଲାଗିଯିବ। ଯଦି ମନ ପୂର୍ଣ୍ଣ ରୂପରେ ଏକାଗ୍ର ହେବ ତ ସତ୍ୟ ଉପରେ ହିଁ ହେବ। ମନ ଯଦି ବିଶ୍ୱାସ କରିବ ତ ସତକୁ ହିଁ କରିବ। ଭୂତ ପ୍ରେତ ଦେବୀ ଦେବତା ବା ଈଶ୍ୱର ଯେ କେହି ହଉ, ଆମକୁ ଛାଡ଼ି ଅନ୍ୟ କାହାରିକୁ ମାନିବା ବାଲାର ମନ କେଣେ ନିର୍ଦ୍ଦିଷ୍ଟ ରହିପାରେ ନା। କାହିଁକି ନା ଭୂତ ପ୍ରେତ ଦେବୀ ଦେବତା ଏବଂ ଈଶ୍ୱର ସବୁ ଅସତ୍ୟ। ଏହାର ଶକ୍ତି ଏବଂ କାର୍ଯ୍ୟ କୁଆଡ଼େ ପ୍ରତ୍ୟକ୍ଷ ଦେଖିବାକୁ ମିଳେ ନାହିଁ। ଏଥିରେ ଅଳ୍ପ ବହୁତ ଯାହା କିଛି ଯାହାକୁ ମିଳେ ତାହା ନିଜର ଆତ୍ମାକୁ ବିଶ୍ୱାସ କରୁଥିବାର ଫଳ। ତାଙ୍କର ଦାନ କିଛି ନାହିଁ। ସୃଷ୍ଟି ମଧ୍ୟ ଈଶ୍ୱରର ନୁହେଁ। ସୃଷ୍ଟି କେମିତି ସୃଷ୍ଟି ହୋଇଛି ଏହା ଜାଣିବା ପାଇଁ ମୁନି ସମାଜର ବହି ସୃଷ୍ଟି ବିଜ୍ଞାନ ଶାସ୍ତ୍ରକୁ ଦେଖିବା ପାଇଁ ପଡ଼ିବ। ଯଦି ନାହିଁ ଆପଣ ଏ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ, ତାହା ମଧ୍ୟ ମୁଁ ଅପଲୋଡ଼ କରିବି। ଈଶ୍ୱର ଭୂତ ପ୍ରେତ ସବୁ କଳ୍ପନା ମାତ୍ର ଅସତ୍ୟ। ଯେ ପ୍ରତ୍ୟକ୍ଷ ନାହିଁ ସେ ଅସତ୍ୟ। ତା ଉପରେ ମନ ସମ୍ପୂର୍ଣ୍ଣ ଲାଗେ ନାହିଁ। ମାତ୍ର ତାଙ୍କୁ ମାନିଲେ ମନ ଦ୍ୱିଧାରେ ପଡ଼ିଯାଏ ଏବଂ ନିଜର ଆତ୍ମଶକ୍ତି ଉପରେ ପୂର୍ଣ୍ଣ ରୂପରେ ଦୃଢ଼ ଏକାଗ୍ର ହୁଏ ନାହିଁ। ତେଣୁ ଏ ଭୂତ ପ୍ରେତ ଦେବୀ ଦେବତା ଏବଂ ଈଶ୍ୱର ଆଦି ଅସତ୍ୟ ଏବଂ ଏହାଙ୍କ ଉପରେ ପୂର୍ଣ୍ଣ ରୂପରେ ଦୃଢ଼ ଏବଂ ଏକାଗ୍ର ହୋଇପାରେ ନାହିଁ। କାହାରି ଏହାଙ୍କ ଉପରେ ପୂର୍ଣ୍ଣ ରୂପରେ ଦୃଢ଼ ଏବଂ ଏକାଗ୍ର ହୋଇପାରେ ନାହିଁ। ତେଣୁ ଏ ଭୂତ ପ୍ରେତ ଦେବୀ ଦେବତା ଏବଂ ଈଶ୍ୱର ଆଦି ଅସତ୍ୟ ଏବଂ ଏହାଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ରହେ ନାହିଁ। ସେମାନେ ସତରେ କିଛି କରିପାରନ୍ତି ନାହିଁ। ଏମାନଙ୍କୁ ଶୀଘ୍ର ଛାଡ଼ିଦେବା ଉଚିତ। ଏମାନଙ୍କୁ ଛାଡ଼ି ଯାହା ସତ୍ୟ ଏବଂ ସ୍ୱାଭାବିକ ତାହାଙ୍କୁ ବିଶ୍ୱାସ କରନ୍ତୁ। ତାଙ୍କୁ ପାଇଲେ ମନ ଏକାଗ୍ର ଏବଂ ଦୃଢ଼ ହୋଇପାରିବ। ନିଜର ପୁରୁଣା ମିତ୍ର ଏବଂ ହିତାକ୍ଷୀଙ୍କୁ ଦେଖି ଲୋକ ଅଟକି ଯାଆନ୍ତି। ଆମ ମନର ସବୁଠାରୁ ପୁରୁଣା ମିତ୍ର ଏବଂ ସବୁଠାରୁ ଅଧିକ ପ୍ରକୃତ ହିତାକ୍ଷୀ ଆମର ଜୀବନ, ଆମର ଆତ୍ମା। ତେଣୁ ମନ ଯଦି ସତରେ ଏପାଖ ସେପାଖ ନ ହୋଇ ଏକାଗ୍ର ହୁଏ ତେବେ କେବଳ ଆତ୍ମାକୁ ପାଇ। ପୁରୁଣା ଏବଂ ପ୍ରକୃତ ମିତ୍ରର ବିଶ୍ୱାସ ମଧ୍ୟ ଅଧିକତର ହୋଇଥାଏ। ମନ ଯଦି କାହାର ଗୋଟିଏର ବିଶ୍ୱାସର ଅଟଳ ଏବଂ ଦୃଢ଼ ହେବ ତେବେ ତାହାର ନିଜର ଆତ୍ମା ପାଇଁ। ଭୂତ ପ୍ରେତ ଦେବୀ ଦେବତା ଏବଂ ଈଶ୍ୱରଙ୍କ ଭଳି ଲୋକମାନେ ଭାଗ୍ୟର କଥା ଅନେକ କହନ୍ତି ଯେ ସବୁ ଅଦୃଷ୍ଟ ଏବଂ ଭାଗ୍ୟର ଖେଳ। ଭାଗ୍ୟରେ ଥିବ ତ ସବୁ କିଛି ମିଳିଯିବ, ଏଭଳି ଭାଗ୍ୟର କଥା ସମସ୍ତେ କହନ୍ତି। ମାତ୍ର ସଂସାରରେ ଏପରି ଜଣେ ହେଲେ ଲୋକ ନାହିଁ ଯେ କି ଭାଗ୍ୟର ଭରସାରେ ରହିଥାଏ। ଭାଗ୍ୟ ଏବଂ ଅଦୃଷ୍ଟ ମଧ୍ୟ ଈଶ୍ୱରଙ୍କ ଭଳି କାଳ୍ପନିକ, ଅଦୃଶ୍ୟ ଏବଂ ନିରାକାର। ତେଣୁ ଏହା ଉପରେ କାହାରି ବିଶ୍ୱାସ ନଥାଏ। ନିଜ କର୍ମର ଫଳ ପ୍ରତ୍ୟକ୍ଷ ଦେଖି ବାଲ୍ୟକାଳରୁ ଭାଗ୍ୟ ଭାଗ୍ୟ କରି ଲୋକେ ଭାଗ୍ୟର ଭରସା ଛାଡ଼ି କାମ ଧନ୍ଦାରେ ଲାଗିଥାନ୍ତି। କଥା ହେଲା ନିଜ କର୍ମର ଫଳ ତ ପ୍ରତ୍ୟକ୍ଷ ଅଟେ, ମାତ୍ର ଈଶ୍ୱର ଏବଂ ଭାଗ୍ୟର ପ୍ରଭାବ କେବଳ ବହିମାନଙ୍କରେ ଲେଖା। ତେଣୁ ଏମିତି କାଳ୍ପନିକ ବସ୍ତୁ ଉପରେ କାହାରି ବିଶ୍ୱାସ ନଥାଏ। ଈଶ୍ୱର ଏବଂ ଭାଗ୍ୟକୁ ମାନିବା ବାଲା ବାଲ୍ୟକାଳରୁ ତ ଏମିତି ହିଁ କହନ୍ତି କି ବିନା ଈଶ୍ୱର ଏବଂ ଭାଗ୍ୟକୁ ହଟାଇ ଗୋଟିଏ ତୃଣ ହଲି ପାରିବ ନାହିଁ। ଯାହା କିଛି ହୁଏ ଈଶ୍ୱର ଏବଂ ଭାଗ୍ୟ ଯୋଗୁଁ ହୁଏ। ଈଶ୍ୱର ଚାହିଁବେ ତ ବିଷ ମଧ୍ୟ ଅମୃତ ହୋଇଯିବ। ଆରୋଗ୍ୟ, ଆୟୁ, ଧନ, ଯୌବନ, ମୁକ୍ତି ଏବଂ ଯଶ ସବୁ ଈଶ୍ୱର ଦେବେ ତ ମିଳିବ। ରୋଗୀ କହେ ରୋଗକୁ ଦୂର କରିବା ବାଲା ଈଶ୍ୱର। ମାତ୍ର ଲୋକେ କେବଳ ଏହା କଥାରେ କହନ୍ତି
ଏବଂ ଯଦି କେହି ଏହା ବିରୁଦ୍ଧରେ କହେ ତ ତା ସହିତ ଲଢ଼ିବାକୁ ଏବଂ ବିବାଦ କରିବାକୁ ପ୍ରସ୍ତୁତ ହୋଇଯାଆନ୍ତି। ମାତ୍ର ସ୍ୱୟଂ ଈଶ୍ୱରଙ୍କ ଉପରେ ବିଶ୍ୱାସ ରଖିପାରେ ନାହିଁ। ନିଜେ ଯଦି ରୋଗୀ ହୋଇଯାଏ ତ ବୈଦ୍ୟ, ଡାକ୍ତର, ଗୁଣୀ, ଦେବୀ ଦେବତା ଏବଂ ଭୂତ ପ୍ରେତ ପାଖକୁ ଦୌଡ଼ୁଥାଏ। ଈଶ୍ୱର କାଳ୍ପନିକ ବି ହୋଇଥାନ୍ତୁ, ଯଦି ଏହି କାଳ୍ପନିକ ଈଶ୍ୱର ଉପରେ ଦୃଢ଼ ବିଶ୍ୱାସ କରାଯାଏ ତ ଯଦି ଏହି କାଳ୍ପନିକ ଈଶ୍ୱର ଅଥବା କେହି ଦେବୀ ଦେବତା ଉପରେ ସତରେ ମନ ଏକାଗ୍ର ହୋଇଯାଏ ତ ସମ୍ପୂର୍ଣ୍ଣ ନହେଲେ ବି କିଛି ସଫଳତା ଅବଶ୍ୟ ମିଳିବ। ମାତ୍ର ଲୋକମାନେ ନିଜର ପ୍ରଯତ୍ନ ଏବଂ ଆତ୍ମବିଶ୍ୱାସକୁ ଛାଡ଼ିପାରନ୍ତି ନାହିଁ। କେହି ହେଲେ ଈଶ୍ୱର, ଦେବୀ ଦେବତା ଏବଂ ଭାଗ୍ୟକୁ ବିଲକୁଲ ଭରସା କରି ରହିପାରେ ନା। ମୁହଁରେ କହନ୍ତି କି ଯେବେ ଈଶ୍ୱର ଦେବେ ତ ଧନ ହେବ, ମାତ୍ର ଧନ ପାଇଁ ପ୍ରତିଦିନ ମିଛ କହିବାକୁ ହୁଏ, ଜାଲିଆତି ଏବଂ ବେଇମାନୀ କରନ୍ତି। ମନୁଷ୍ୟର ସ୍ୱଭାବ ଯେ ସେ ନିଜ ପାଇଁ ବୁଦ୍ଧି ଅନୁସାରେ ଅବଶ୍ୟ ଯତ୍ନ କରିବ, ସେ ସର୍ବଦା ନିଜର ଭାଗ୍ୟ ଏବଂ ଭବିଷ୍ୟତର ଭରସା ଉପରେ ରହି ନପାରେ। ତେଣୁ ଯେକୌଣସି ଭୂତ ପ୍ରେତ, ଦେବୀ ଦେବତା ଏବଂ ଈଶ୍ୱରଙ୍କୁ ମାନେ ତାହାର ମନ କେବେ ଏକାଗ୍ର ରହି ନପାରେ। ଏବଂ ମନ ଯେପର୍ଯ୍ୟନ୍ତ ଏକାଗ୍ର ନ ହେବ, କେନ୍ଦ୍ରୀୟ ନ ହେବ, ଦୃଢ଼ ବିଶ୍ୱାସ ନ ହେବ, ସେ ପର୍ଯ୍ୟନ୍ତ ମନୁଷ୍ୟ କୌଣସି କାମରେ ପୂର୍ଣ୍ଣ ରୂପରେ ସଫଳ ହୋଇପାରିବ ନାହିଁ। ଯାହାକୁ ଜନତା ମହାତ୍ମା କହେ, ଯିଏ ଅନେକ ଗ୍ରନ୍ଥର ଲେଖକ, ବିଦ୍ୱାନ, ସେ ଆତ୍ମବିଶ୍ୱାସ, ସ୍ୱାବଲମ୍ବନ ଏବଂ ଆତ୍ମବଳର ମହତ୍ତ୍ୱ ମାନି ନିତିଦିନ ଈଶ୍ୱରଙ୍କ ଆଗରେ ହାତ ଯୋଡ଼ୁଥାଏ। ହେ ଈଶ୍ୱର, ତୁମ କୃପା ବିନା ମୁଁ ନିରୋଗ, ସୁଖୀ, ବଳବାନ, ସ୍ୱତନ୍ତ୍ର ଏବଂ ମୁକ୍ତ ହୋଇପାରିବି ନାହିଁ। ଏ ମହାତ୍ମା କହନ୍ତି, ସ୍ୱାଭିମାନ ବହୁତ ବଡ଼ ବସ୍ତୁ। କାହାରିକୁ ଭିକ ମାଗ ନାହିଁ, ଆତ୍ମାକୁ ତଳକୁ ଖସାଉ ନାହିଁ, ମାତ୍ର ନିଜେ ଈଶ୍ୱରଙ୍କୁ ଭିକ ମାଗନ୍ତି। କହନ୍ତି, କାହାରି ଆଗରେ ମୁଣ୍ଡ ନୁଆଉ ନାହିଁ। ଏଥିରେ ଆତ୍ମା ବା ଜୀବ ଦୁର୍ବଳ ହୋଇଯିବ, ମାତ୍ର ସ୍ୱୟଂ ଈଶ୍ୱର ଆଗରେ ମୁଣ୍ଡ ନୁଆଇ ଦିଅନ୍ତି। କହନ୍ତି ଯେ ସ୍ୱାଧୀନତା, ସ୍ୱାବଲମ୍ବନ ଏବଂ ସ୍ୱରାଜ୍ୟ ସବୁଠାରୁ ବଡ଼ ଜିନିଷ। ମାତ୍ର ନିତ୍ୟ ପ୍ରାର୍ଥନା କରନ୍ତି, ଯିଏ ଆକାଶରେ ଅଛନ୍ତି ସେ ମୋର ବାପା। ଏହା ଖ୍ରୀଷ୍ଟିଆନଙ୍କ ପ୍ରାର୍ଥନା। ଅନ୍ୟ ମଜହବୀ ଲୋକ ଏହାକୁ ଅନ୍ୟ ପ୍ରକାର କହନ୍ତି। ମହାତ୍ମାମାନେ କହନ୍ତି, କାହାର ଅଧୀନତା ସ୍ୱୀକାର କର ନାହିଁ। ତୁମର ଆତ୍ମା ବହୁତ ବଡ଼ ଜିନିଷ। ସ୍ୱରାଜ୍ୟ ଏବଂ ସ୍ୱାଧୀନତା ବ୍ୟତିରିକ୍ତ ପୂର୍ଣ୍ଣ ସୁଖ ମିଳିପାରିବ ନାହିଁ। ମାତ୍ର ପ୍ରତିଦିନ କହନ୍ତି, ହେ ଈଶ୍ୱର, ଆମେ ତୁମର ଗୋଲାମ, ଦାସ, ସେବକ ଏବଂ ତୁମର ଅଧୀନ ଅଟୁ। ବଡ଼ ବଡ଼ ଲେଖକମାନେ ଲେଖନ୍ତି, ଆତ୍ମବଳ ବହୁତ ବଡ଼ ବଳ, ଏହା କେବେ ଭୁଲ ନାହିଁ। ଲେଖନ୍ତି, ଆତ୍ମବିଶ୍ୱାସ, ଆତ୍ମନିର୍ଭରତା ଏବଂ ସ୍ୱାବଲମ୍ବନ ବିନା ଆତ୍ମବଳ ବଢ଼ିପାରିବ ନାହିଁ। ଆମେ ସଫଳତା ପାଇପାରିବା ନାହିଁ। ମାତ୍ର ଏ ଲେଖକ ନିଜର ଲେଖା ପୁସ୍ତକ ଆଗରେ ଚାଲି ନିଜର ଏ କଥାକୁ ଭୁଲିଯାଏ ଏବଂ କହେ, ଈଶ୍ୱରଙ୍କ ଭରସା କର, ତୁମର ସବୁ କାମ ଠିକ୍ ହୋଇଯିବ। କଥା ହେଲା, ମଜହବୀ ଏବଂ ମଜହବ ପୁସ୍ତକ ସବୁ ମନୁଷ୍ୟର ମନକୁ ନର୍କ କରିଦେଇଛନ୍ତି। ମଜହବୀମାନେ ନିର୍ଦ୍ଦିଷ୍ଟ ଭରସାରେ ରହନ୍ତି ନାହିଁ। ଏହା ହିଁ କାରଣ ଯେ ଲୋକମାନେ ଦୁଃଖୀ, ରୋଗୀ, ଅସଫଳ ହୋଇ ଜୀବନ ବିତାନ୍ତି। ମନୋବଳ ପ୍ରୟୋଗ କରିବ, ଇଚ୍ଛା ଶକ୍ତିର ପରୀକ୍ଷା ନେବ, ଆତ୍ମବଳ କାମରେ ଲଗାଇବ, ଈଶ୍ୱରଙ୍କୁ ପ୍ରାର୍ଥନା କରିବ, ଡାକ୍ତରଙ୍କୁ ମଧ୍ୟ ଡାକିବ, ଔଷଧ ଖାଇବ, ଜଳ ଚିକିତ୍ସା କରିବ, ପ୍ରାକୃତିକ ଚିକିତ୍ସା ପ୍ରତି ମନ ବଳାଇବ, ହବନ କରିବ, ଦେବୀ ଦେବତାଙ୍କୁ ମାନସିକ କରିବ, ମେସମେରିଜିମର ଶରଣ ନେବ, ଗୁଣିଆ ଜ୍ୟୋତିଷ ସମସ୍ତଙ୍କୁ ଡକାଇବ, ମାତ୍ର ପୂର୍ଣ୍ଣ ବିଶ୍ୱାସ କାହାରି ଉପରେ ରହିବ ନାହିଁ। କଥାରେ ଈଶ୍ୱରଙ୍କ ଉପରେ ବିଶ୍ୱାସ କରିବାରେ ବହୁତ ଦେଖାଯାଆନ୍ତି, ମାତ୍ର ବାସ୍ତବରେ ଈଶ୍ୱରଙ୍କ ଉପରେ କାହାରି ବିଶ୍ୱାସ ନାହିଁ। ଗୋଟିଏ ମଧ୍ୟରେ କେଉଁଠି କେମିତି ଜଣେ ଅଧେ ଭୂତ ପ୍ରେତ, ଦେବୀ ଦେବତା, ଡାକ୍ତର, ବୈଦ୍ୟ, ପଣ୍ଡା, ପୂଜାରୀ, ଗୁଣି ଗାରେଡ଼ି ସବୁ ଛାଡ଼ି ଏକ ଈଶ୍ୱରଙ୍କୁ ବିଶ୍ୱାସ କରିପାରନ୍ତି। କିନ୍ତୁ ଏପରି ଲୋକ ଯେ ସମସ୍ତଙ୍କୁ ଛାଡ଼ି ଦେଇଛି, ସେ ମଧ୍ୟ ନିଜର ଆତ୍ମାକୁ ଛାଡ଼ିପାରେ ନାହିଁ। ଅଳ୍ପ ବହୁତ ଆତ୍ମବିଶ୍ୱାସ, ଆତ୍ମନିର୍ଭରତା ଏବଂ ଆତ୍ମବଲମ୍ବନ ସମସ୍ତଙ୍କର ଥାଏ। ଏହା ହିଁ ମଣିଷର ସ୍ୱଭାବ। ମାତ୍ର କୌଣସି ଈଶ୍ୱର ଭକ୍ତର ମନ ଏକାଗ୍ର ନୁହେଁ। ଚାହେଁ ଭକ୍ତମାନେ ମୁହଁରେ କିଛି ନ କୁହନ୍ତୁ, ମାତ୍ର ପ୍ରାଣୀମାନେ ଯାହା କିଛି କରନ୍ତି ନିଜର ଆତ୍ମା ପାଇଁ କରନ୍ତି। ପ୍ରାଣୀ ମାତ୍ରର ଏହା ପ୍ରକୃତି ଯେ ଆତ୍ମପ୍ରଯତ୍ନ,
ଆତ୍ମନିର୍ଭରତା, ଆତ୍ମବିଶ୍ୱାସର ତ୍ୟାଗ ସର୍ବଦା କରିପାରନ୍ତି ନାହିଁ। କେହି ପୂର୍ଣ୍ଣ ରୂପରେ ଈଶ୍ୱରଙ୍କ ଭରସା, ଦେବୀ ଦେବତାର ଭରସା, ଭୂତ ପ୍ରେତଙ୍କ ଭରସା ବା ବୈଦ୍ୟ ବା ଭାଗ୍ୟ ଭରସାରେ ରହିପାରନ୍ତି ନାହିଁ। ମାତ୍ର ପୂର୍ଣ୍ଣ ରୂପରେ ଆତ୍ମଜ୍ଞାନ ହୋଇଗଲେ ମନୁଷ୍ୟର ଚିତ୍ତ ନିଜର ଆତ୍ମଜ୍ଞାନ ଉପରେ ଅବଶ୍ୟ ଏକାଗ୍ର ହୋଇଯାଏ ଏବଂ ତେବେ ସେ ନିଜର କର୍ମ ଏବଂ ନିଜର ଆତ୍ମା ଉପରେ ଭରସା କରିପାରେ। ମୁନି ସମାଜର ଆତ୍ମଜ୍ଞାନୀ ପୁରୁଷ ନିଜର ଆତ୍ମବଳ, ମନୋବଳ ଏବଂ ଇଚ୍ଛା ଶକ୍ତି ଉପରେ ନିଶ୍ଚୟ ଦୃଢ଼ ରହେ। ଭାଗ୍ୟ ଏବଂ ଈଶ୍ୱରଙ୍କୁ ମାନିବା ବାଲା କହନ୍ତି କି ଭାଗ୍ୟ ନିଜର କର୍ମ, ଈଶ୍ୱର ନିଜର ଆତ୍ମା। ଯଦି ଏକଥା ଠିକ୍ ତ ଏଭଳି ଭାଗ୍ୟ ଏବଂ ଈଶ୍ୱର ଉପରେ ଆମର ବା ମୁନି ସମାଜର କୌଣସି ବିରୋଧ ନାହିଁ। ମାତ୍ର ଏହା ଉପରେ ଦୃଢ଼ ରହିବା ଦରକାର। କେବଳ କଥାରେ କାମ ଚଳିବ ନାହିଁ। ଆମେ ଦେଖିଛୁ ଅହଂ ବ୍ରହ୍ମାସ୍ମି କହିବା ବାଲା ବେଦାନ୍ତୀ ଗୋଟିଏ ଛିଙ୍କରେ ମଧ୍ୟ କମ୍ପି ଉଠନ୍ତି। ରୋଗର ନାଁ ଶୁଣିଲେ ସେମାନଙ୍କ ଛାତି କମ୍ପି ଉଠେ। ଜଡ଼ ମୂର୍ତ୍ତି ଏବଂ ମାଟିର ପ୍ରତିମା ଦେଖି ସେମାନଙ୍କ ମୁଣ୍ଡ ନଇଁଯାଏ। ଶନିଶ୍ଚର, ମଙ୍ଗଳ ଏବଂ ପ୍ରେତର ଶାନ୍ତି ପାଇଁ ପ୍ରତିଦିନ ମାଳା ଗୁନ୍ଥନ୍ତି ଏବଂ ଠାକୁରଙ୍କ ପୂଜା କରନ୍ତି। ଅହଂ ବ୍ରହ୍ମାସ୍ମି ଉପରେ ଦୃଢ଼ତା ସେବେ ଆସିବ ଯେବେ ଆପଣ ଶକୁନ, ଅବଶକୁନ, ଅନୁକୂଳ, ଭୂତ ପ୍ରେତ, ଦେବୀ ଦେବତା, ଈଶ୍ୱରଙ୍କୁ ଛାଡ଼ି ଆପଣ ଆତ୍ମସ୍ଥ, ସ୍ୱସ୍ଥ ଏବଂ ସ୍ୱରୂପସ୍ଥ ହୋଇଯିବେ। ଦୃଢ଼ ରୁହ। ଦୃଢ଼ ରହିଲେ ମନ ଏକାଗ୍ର ହେବ, ବିଶ୍ୱାସ ଦୃଢ଼ ହେବ। ଯଦି ତୁମେ ଦୃଢ଼ ହେବାକୁ ଚାହୁଁଥାଅ ତ କେବଳ ଏହା ତୁମରି ଆତ୍ମା ଯାହା ଉପରେ ତୁମେ ପ୍ରାକୃତିକ ଉପାୟରେ ଏକାଗ୍ର ଏବଂ ଦୃଢ଼ ହୋଇପାରିବ। ନିଜର ଆତ୍ମାଠାରୁ ବଡ଼ ହିତାକ୍ଷୀ ଅନ୍ୟ କେହି ହୋଇନପାରେ। ଆମେ ଜାଣୁ ଆମର ଖରାପ ଅନିଷ୍ଟ କେବେ କରିନପାରୁ। ଆମକୁ ନିଜର ବଳ, ନିଜର ବିଦ୍ୟା, ନିଜର ଧନ ଏବଂ ନିଜର ଅଧିକାରର ବିଶ୍ୱାସ ଯେତେ ହେବ ସେତିକି ଅନ୍ୟର କେବେ ହୋଇନପାରେ। ତେଣୁ ନିଜ ଉପରେ ବା ନିଜର ଆତ୍ମବଳ ଉପରେ ପୂର୍ଣ୍ଣ ଭରସା ଏବଂ ପୂର୍ଣ୍ଣ ବିଶ୍ୱାସ ସବୁଠାରୁ ସରଳ ଏବଂ ସ୍ୱାଭାବିକ। ଇଚ୍ଛା ଶକ୍ତି, ମନୋବଳ ଏବଂ ଆତ୍ମବଳକୁ ବଢ଼ି ଏହି ବ୍ରହ୍ମାଣ୍ଡରେ ଅନ୍ୟ କିଛି ବଳ ନାହିଁ। ମୁନି ସମାଜର ବହି ସବୁ ପଢ଼ି ମନନ କରି ଯେ ନିଜର ଆତ୍ମାର ଅପାର, ଅନନ୍ତ ଏବଂ ଅସୀମ ବଳର ପରିଚିତ ହୋଇଯିବେ ସେ ଅବଶ୍ୟ ସମସ୍ତଙ୍କୁ ଛାଡ଼ି ଆତ୍ମବିଶ୍ୱାସ, ଆତ୍ମନିର୍ଭରତା, ସ୍ୱାବଲମ୍ବନ ଏବଂ ଆତ୍ମଜ୍ଞାନ ଉପରେ ଦୃଢ଼ ହୋଇ ନିଜର ସ୍ୱରୂପକୁ ପ୍ରାପ୍ତ କରି ଜୀବନ ମୁକ୍ତ ହୋଇଯିବ। ଏହିଭଳି ମନୁଷ୍ୟ ଏଠି ସେଠି ଯେଉଁଠି ରହୁ ଆନନ୍ଦ ସ୍ୱରୂପ ମୁକ୍ତ ହୋଇ ରହିବ। ମୁନି ସମାଜର ଏହି ସତ୍ୟ, ନିଷ୍ପକ୍ଷ ଏବଂ ସ୍ୱତନ୍ତ୍ର ଜ୍ଞାନ ଅନୁସାରେ ନିଜ ସତ୍ ସ୍ୱରୂପର ଜ୍ଞାନ ପାଇ କେବେ ନିଜର ସତ୍ ସ୍ୱରୂପରୁ ବିଚଳିତ ନ ହେବା ହିଁ ସତ୍ ଯୋଗପଥ ଏବଂ ସତ୍ ସମାଧି।